ଜାନୁଆରୀ 18, 19, 20 ଓଡ଼ିଶାର ପାଣିପାଗ ପୂର୍ବାନୁମାନ ତା ସହିତ ଯଦି କହିବା ଉତ୍ତର ଭାରତରେ ଏକ ବଡ଼ ପଶ୍ଚିମା ଝଡ଼ ଆସୁଛି, ୟାର ପ୍ରଭାବ କ'ଣ ରହିବ। ହଁ ଆଜ୍ଞା, ମୁଁ ହେଉଛି କେକେ ସାମନ୍ତରାୟ, ଆପଣ ଦେଖିଛନ୍ତି ୱେଦର କେକେ ୟୁଟ୍ୟୁବ୍ ଚ୍ୟାନେଲ୍। ଆପଣଙ୍କୁ ଆମ ଚ୍ୟାନେଲକୁ ସ୍ୱାଗତ। ଯଦି କହିବା ତାହେଲେ ଆଗାମୀ 3 ଦିନ ଓଡ଼ିଶା ପାଣିପାଗର ସ୍ଥିତି। ଏବେ ଉତ୍ତର ଭାରତରେ ପଶ୍ଚିମା ଝଡ଼ ଲାଗି ରହିଛି। ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଜାମ୍ମୁ କାଶ୍ମୀରରେ ବରଫପାତ ବା ତୁଷାରପାତ ବର୍ଷା ଦେଖିବାକୁ ମିଳିଛି ଏବଂ ଆଗାମୀ 3 ଦିନ ମଧ୍ୟ ଏଭଳି ଭାବରେ ପଶ୍ଚିମା ଝଡ଼ ପ୍ରଭାବ ଲାଗି ରହିବ ସେହି ଅଞ୍ଚଳରେ, ଯାହାଫଳରେ ସେହି ଅଞ୍ଚଳ ଯେଉଁ ଥଣ୍ଡା ବାୟୁ ଉତ୍ତର ପଶ୍ଚିମ ଦିଗରୁ ଆସୁଥିଲା ତାହା ଏବେ ଅବରୋଧ ହୋଇଛି ଏହି ପଶ୍ଚିମା ଝଡ଼ ପ୍ରଭାବରେ। ପଶ୍ଚିମା ଝଡ଼ ଯେତେବେଳେ ଆସେ ତା'ର ବାୟୁର ଦିଗ ପରିବର୍ତ୍ତନ ଘଟେ, ତ ସେଇଭଳି ଭାବରେ ଯଦି କହିବା ଧୀରେ ଧୀରେ ଓଡ଼ିଶା ତାପମାତ୍ରା ରାତିର ତାପମାତ୍ରା ବଢ଼ୁଛି, ଅର୍ଥାତ୍ ଶୀତ କମ୍ ଦେଖିବାକୁ ମିଳୁଛି। ଆଗାମୀ 3 ଦିନ ଯଦି କହିବା ଧୀରେ ଧୀରେ ତାପମାତ୍ରା ରାତିର ତାପମାତ୍ରା ବଢ଼ିବ ଏବଂ ଶୀତ କମ୍ ଦେଖିବାକୁ ମିଳିବ। ମୋଟାମୋଟି ଯଦି କହିବା ତାହେଲେ ଆଜି ଯଦି 5-6 ଡିଗ୍ରୀ ଦେଖିବାକୁ ମିଳୁଛି, ତ ଆସନ୍ତାକାଲି ବେଳକୁ ଏହା 8-9 ଡିଗ୍ରୀ ଦେଖିବାକୁ ମିଳିବ ଏବଂ ପରଦିନ ଆଡ଼କୁ 10-11 ଡିଗ୍ରୀ ଏଇଭଳି ସ୍ଥିତି ଆଗାମୀ 3 ଦିନ ମାନଙ୍କରେ ଦେଖିବାକୁ ମିଳିବ। ଯେଉଁଠି ତାପମାତ୍ରା 6 ଡିଗ୍ରୀ ଦେଖିବାକୁ ମିଳୁଥିଲା ସେଠି ଆଗାମୀ 3 ଦିନ ମଧ୍ୟରେ ଅର୍ଥାତ୍ ଏଠି 12 ଡିଗ୍ରୀ ମଧ୍ୟ ଯାଇପାରେ। ତ ଏଇଭଳି ସ୍ଥିତି ଆଗାମୀ 3 ଦିନ ଓଡ଼ିଶାରେ ଦେଖିବାକୁ ମିଳିବ ରାତିର ତାପମାତ୍ରା। ଏବଂ ଦିନର ଯଦି ତାପମାତ୍ରା କହିବା 30-33 ଡିଗ୍ରୀ ମଧ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ରେକର୍ଡ଼ ମଧ୍ୟ ହୋଇପାରେ। ଦିନରେ ଗରମ, ରାତିରେ ଥଣ୍ଡା ଅନୁଭୂତ ହୋଇପାରେ ଆଗାମୀ 3 ଦିନ ଓଡ଼ିଶାରେ। ତ ଇଏ ରହିଲା ଓଡ଼ିଶାର ସ୍ଥିତି। କିନ୍ତୁ ଆଗାମୀ ଯଦି କହିବା ଗୋଟେ ପଶ୍ଚିମା ଝଡ଼, ବଡ଼ ପଶ୍ଚିମା ଝଡ଼ ଆସୁଛି 22 ତାରିଖରୁ ରାତିରୁ 26 ତାରିଖ ମଧ୍ୟରେ। ତ ଇଏ ଯେଉଁ ବାୟୁର ଦିଗ ରହିଛି, ଗୋଟେ ଆରବ ସାଗରରୁ ବାୟୁ ଯାଉଛି ଜାମ୍ମୁ କାଶ୍ମୀର ବା ଉତ୍ତର ଭାରତ ଆଡ଼କୁ, ସେହିପରି ବଙ୍ଗୋପସାଗର ବାୟୁ ଯାଉଛି ମଧ୍ୟ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ହେଇକି ସିଧା ଯାଇକି ପହଞ୍ଚୁଛି ଉତ୍ତର ଭାରତ ସେ ପଶ୍ଚିମା ଝଡ଼ ପାଖକୁ। ତ ଏ ଦୁଇଟି ବାୟୁ ମିଶ୍ରଣ ତା ସହିତ ପଶ୍ଚିମା ଝଡ଼ର ସକ୍ରିୟତା ଏବଂ ଏଇ 3ଟି ସିଷ୍ଟମ୍ ଯଦି କହିବା ଆରବ ସାଗର ବାୟୁ, ବଙ୍ଗୋପସାଗର ବାୟୁ ଏବଂ ପଶ୍ଚିମା ଝଡ଼ର ମିଶ୍ରଣ, କନଭେକ୍ଟିଭ୍ ଆର୍ଟିକ୍ ଜୋନ୍ ବଡ଼ ଧରଣର ସୃଷ୍ଟି ହେଉଛି, ଯାହାଫଳରେ କି ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଜାମ୍ମୁ କାଶ୍ମୀରରେ ବଡ଼ ଧରଣ ତୁଷାରପାତ, ବଡ଼ ଧରଣ ବର୍ଷା ଏବଂ ଯେମିତି କହିବା ପାହାଡ଼ ଧସିବା ଘଟଣା ମଧ୍ୟ ଆଗକୁ ଦେଖିବାକୁ ମିଳିପାରେ। ତେବେ ବର୍ଷା ମଧ୍ୟ ଦେଖିବାକୁ ମିଳେ ଯଦି କହିବା ପଞ୍ଜାବ, ହରିୟାଣା, ରାଜସ୍ଥାନ, ଗୁଜୁରାଟ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଦିଲ୍ଲୀ এই ଅଞ୍ଚଳରେ କହିବା ବର୍ଷା ରହିବ ଲଗାତାର। 22 ତାରିଖ ପରଠୁ ବର୍ଷା ଧୀରେ ଧୀରେ ବଢ଼ିବ। 26 ତାରିଖ ମଧ୍ୟରେ ବର୍ଷା ଜନିତ ପାହାଡ଼ ଧସିପାରେ, ନହେଲେ ତୁଷାରପାତ ପରେ ମଧ୍ୟ ପାହାଡ଼ ଧସିପାରେ। ଯାତାୟାତ ଯଦି କହିବା ରାସ୍ତା ମଧ୍ୟ ଅବରୋଧ ହେବାର ସମ୍ଭାବନା ରହିଛି। ତ ଏଇଭଳି ସ୍ଥିତି ଆଗାମୀ 22ରୁ 26 ତାରିଖ ମଧ୍ୟରେ ସୃଷ୍ଟି ହୋଇପାରେ। ଯଦି ବି କିଛି ପରିବର୍ତ୍ତନ ଘଟିବ ନିଶ୍ଚିତ ଆପଣଙ୍କୁ ତାପରେ ଅପଡ଼େଟ୍ ଦେବି। ଦେଖୁଥାନ୍ତୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଥାନ୍ତୁ, ଲାଇକ୍ ସେୟାର କରିବେ। ରହିଲି, ନମସ୍କାର।